ଦୟାନିଧି ପରମହଂସ ହଉଛନ୍ତି ପଞ୍ଚସଖାଙ୍କର ପରବର୍ତ୍ତୀ ଅବତାର ହେଲା। ଆଜ୍ଞା ପରବର୍ତ୍ତୀ ଆଜ୍ଞା ଅବତାର କହିଲେ ଆମର ଯୋଉ ପଞ୍ଚସଖାରେ ଅଚ୍ୟୁତ ଅନନ୍ତ ବଳରାମ ଯଶବନ୍ତ ଜଗନ୍ନାଥ ଏଇ ଯୋଉ ଆଜ୍ଞା 5 ଜଣ ଥିଲେ ଏଇ 5 ଜଣଙ୍କ ଭିତରୁ ସିଏ ହଉଛନ୍ତି ମାନେ ଅନନ୍ତ ଶିଶୁ ଅନନ୍ତ। ଶିଶୁ ଅନନ୍ତ। ହଁ ଆମର ହୁଁ ଶ୍ଲୋକ ଆକାରରେ ଲେଖିକି ତାଙ୍କ ଜାଗାରେ ଲେଖି ଯାଇଛନ୍ତି ସିଏ ସତ୍ୟରେ ଥିଲେ ଅଗସ୍ତି, ତ୍ରେତୟାରେ ହୁଁ ହଉଛନ୍ତି ନଳ, ଦ୍ୱାପରରେ ହୁଁ ହଉଛନ୍ତି ସୁବଳ, କଳିଆଦି ଶିଶୁ ଅନନ୍ତ, ଦ୍ୱିତୀୟ ତୁଳସୀ ଦାସ, ତୃତୀୟ ମାଧବାନନ୍ଦ, ଚତୁର୍ଥରେ ସୂର୍ଯ୍ୟମଣି, ପଞ୍ଚମରେ ହୃଦାନନ୍ଦ, ଷଷ୍ଠରେ ଗଙ୍ଗାଧର ସ୍ୱାମୀ, ସପ୍ତମରେ ଦୟାନିଧି ଯିଏ ବର୍ତ୍ତମାନ ଏଇ ଦେହାନ୍ତ ହେଲେ ଆମ ଠାକୁରେ ଆମେ ଯାହାଙ୍କୁ ଦେଖିଛୁ, ଅଷ୍ଟମରେ ସେ ଚନ୍ଦ୍ରଧ୍ୱଜ ଗୋସ୍ୱାମୀ ନାମରେ ପରିଚିତ ହେଇକି ଆସିବ ବୋଲି କି ଭବିଷ୍ୟତ ବାର୍ତ୍ତା ବି ଲେଖିଦେଇକି ଯାଇଛନ୍ତି। ଆଜ୍ଞା ଇଏ ହଉଛି ତାଙ୍କର ଜନ୍ମ ବୃତ୍ତାନ୍ତ ଅବତାର ଲୀଳା। ତେଣୁ ଅଛନ୍ତି ଯିଏ ମହାପୁରୁଷ ଯିଏ ତାର ଯାହା କହିଛନ୍ତି ତାଙ୍କୁ ଆମ ମାନଙ୍କୁ ନେଇକି ଚଳିବାକୁ ପଡିବ। ଏହା ହେଲା ଅଲିଖିତ ମହାପୁରୁଷ ସେ ଅନ୍ୟ ସେ ତାଙ୍କର ଇଏ ପଞ୍ଚସଖା ଭିତରେ ନୁହଁ। ସେ ନା ଅନ୍ୟ ଅଲିଖିତ ଦାସ ହଁ ପଞ୍ଚସଖା ଭିତରେ ସେ ନାଇଁ ସେ ଅଲଗା କହୁଛନ୍ତି କଣ? ନାଇଁ ସେ ପଞ୍ଚସଖା ଭିତରେ କିଏ ତାଙ୍କର ପଞ୍ଚସଖା କୋଉ ମାର୍ଗରେ ଆସିଥିବେ କି କଣ ସେଗୁଡାକ କଣ ଆମର ଜାଣିବା ଦରକାର ବୁଝିଲ ନା। ଆଜ୍ଞା ଆଜ୍ଞା ମାର୍ଗର ହୁଅନ୍ତୁ ନ ହୁଅନ୍ତୁ କୌଣସି ମହାପୁରୁଷଙ୍କର ଜ୍ଞାନକୁ ଆଜ୍ଞା କଳନ କରିବା ଆମର ହଉଛି ମୂର୍ଖାମି ବୁଝିଲ କି। ତେଣୁ ଆମେ ଆଜ୍ଞା ମହାପୁରୁଷ ବୋଲିକି ତାଙ୍କୁ ସମ୍ମାନ ଦବା, ତାଙ୍କ ବାକ୍ୟକୁ ଆମେ ଶିରୋଧାର୍ଯ୍ୟ କରିକି ପାଳନ କରିବା। ସେ ଯୋଉ ବାକ୍ୟ ଆଜ୍ଞା କହିଛନ୍ତି ସେ ବାକ୍ୟଟି ଆମ ପାଇଁ କେତେ ଦୂର ଉପଯୁକ୍ତ ଏବଂ ସେ ବାକ୍ୟକୁ ଆମେ କେତେ ବୁଝିପାରୁଛନ୍ତି ସେଇଆକୁ ଆଖି ଆଗରେ ରଖିକି ଆମେ କର୍ମ କରିକି କେମିତି ସଂସାର ବନ୍ଧନରୁ ମୁକ୍ତି ପାଇବା। ଆ କିଏ ଆଜ୍ଞା କଣ କଲା, କିଏ କଣ ଧଇଲା, କିଏ କି ପ୍ରକାର ରଙ୍ଗର ଲୁଗା ପିନ୍ଧିଲା, କିଏ କଳା କି ଗୋରା, ଏଗୁଡାକ ସବୁ ବିଚାର କରିବା ଆମର ପୁରା ଏକଦମ ଭ୍ରାନ୍ତ। ନା କିଛି ନାହିଁ। ହଁ ବୁଝିପାରିଲ ନା। ତମେ ଆଜ୍ଞା ଆଜ୍ଞା ଯଦି କିଛି ସାଧନା କରିବ ସାଧନା ବାଟକୁ ଯା, ସାଧନ ବିଷୟରେ କାମ କରିକି ତମେ ମୋକ୍ଷ ମାର୍ଗ ପାଅ। ତାଙ୍କ ବିଷୟରେ ଆଜ୍ଞା କଣ ଦରକାର ଆଉ ଏତେ ଜାଣିବା। ନା ତାହେଲେ ସାଧନା ମେନ୍ ସାଧନାକୁ ସାଧିବାକୁ ପଡ଼ିବ। ମୂଳ କଥା ହେଲା ହଁ ସାଧନାକୁ ସାଧିବାକୁ ପଡିବ। ତମେ ନିଜେ କର୍ମ ନ କଲେ ଟିକେ ଫଳ ମିଳିବ କି କେବେ ବିଶ୍ୱାସ ନ କର ବୁଝିଲ। ଭାତ ଆଜ୍ଞା କହିଲେ କି ବୁଧ କ୍ଷୁଧା କି ହୋଇବ ଦୂର। ଆଜ୍ଞା ତେଣୁ ତମେ ତମ ବାଟରେ ତମେ କରିବ ନା ଆଉ। ଆଜ୍ଞା ପ୍ରାଣାୟାମ ସୂତ୍ରକୁ ଜାଗିବାକୁ ପଡ଼ିବ। ହଁ ସେ ପୁଣି ଆମ ସେ ଗୁରୁ ଗୋସାଇଁ କହୁଥିଲେ କହିଲେ ସେ ତ ତୋତେ ସବୁ ଭଜନ କରୁଛି ତୁ କାହାକୁ ଭଜିବୁ। ସେ ଅହରହ ସବୁବେଳେ ଭଜନ ନା କରୁଛି। ଭଜନ କରୁଛୁ ଯଦି କରିବୁ ନା ଶୁଣ ଭଜନ କରୁଛୁ ଯଦି ତମେ ଆଜ୍ଞା ଭଜନ କରିବନି ପୁଣି ତମେ ତା ଭଜନ କରୁଛି ତାହେଲେ ତମେ ସମସ୍ତେ ମୁକ୍ତି ପାଇଯିବେ ନା ଜଗତରେ ଯେତେ ଗାଈ ଗୋରୁ ଛେଳି ମେଣ୍ଢା ଅଛନ୍ତି। ହଁ ଭଜନ କରୁଛି ସିଏ ଯାହା କହିଲେ ତାଙ୍କ କଥାକୁ ମୁଁ ସେ ଭଜନ କରୁଛନ୍ତି ଠିକ। ସେ ଅହରହ ଭଜନ ଚାଲିଛି, ସେ ଭଜନ ଆଜ୍ଞା ଚାଲିଛି ତ ଗାଈର କଣ ଚାଲୁନାହିଁ କି ଗାଈ ଚାଲିଲେ ମୁକ୍ତି ପାଇବ ନା। କଣ ଭଜନ କରିବୁ ଏଇ ଚିନ୍ତାଧାରା ଭୁଲ। ଆଉ ଗୋଟେ କଥା ଶୁଣ ଦୟାନିଧି ଆଜ୍ଞା କୁହନ୍ତି ଖିଆଲ ରଖିଲେ ଚେତନା ଆସେ ହେବ ଉଦ୍ଧାର, କ୍ଷିଦା ପିପାସା ଦୂର ହବ ଦୟା ନିଧିର ଗିର। ତମେ ଖିଆଲ ରଖିବନି ହବ କେମିତି। ହଁ ସିଏ ଅହରହ ଧ୍ୟାନ ଭଜନ ଲଗେଇବାକୁ ପଡ଼ିବ। ଶୁଣ ଅହରହ ଭଜନ ଚାଲିଛି ଏଇଟା ସତ୍ୟ, କିନ୍ତୁ ହଁ କଣ ଭଜନ ଚାଲିଛି ତମେ ଖିଆଲ ରଖିବନି ପୁଣି ଚେତନା ଫେରିବ କେମିତି। ଚେତନା ଖିଆଲ ନ କେମିତି କରିବ? ରଖିଲେ ଚେତା ଫେରିବନି, ସବୁ ଅଚେତ ହେଇଯିବ। ତେଣୁ ଖିଆଲ ରଖ ଅହରହ ସେଟାକୁ ଖିଆଲ ରଖ। କଣ ବୁଝିଲ ନା ଆଜ୍ଞା 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 ଯାଇକି ଚେତନା ଆସିବ। ଆଉ ଖାଲି ଅହରହ ଭଜୁଛି କରିବୁ କଣ ଏଇ ଯୋଉ କଥା ଗୁଡାକ ଉଚ୍ଚତର କଥା ଗୁଡାକ ଏକୁ ଚିନ୍ତା କରିବନି। ଏଇଟା ଆମ ପାଇଁ ନୁହେଁ, ଆମ ପାଇଁ ଆଜ୍ଞା ଆମକୁ ଖିଆଲ ରଖିବାକୁ ପଡିବ। ମୁଁ କଣ କହିନି ବୁଝିଲ। ଆଜ୍ଞା ଆଜ୍ଞା ହଁ ତେଣୁ ହଁ ଆମକୁ ଖିଆଲ ରଖିବାକୁ ପଡିବ ଆଉ ଖାଲି କହିଦେଲେ କି ଭଜନ ଆଶ୍ରମର ପର୍ବପର୍ବାଣି କେବେ ହୁଏ ଦେଖିବା ଯଦି ହବ ସୁବିଧା ହବ। ଆମ ଏ ମଠରେ ନା ଆଜ୍ଞା ଆଜ୍ଞା ଆମ ଦୟାନିଧି ପରମହଂସ ଗୁରୁଦେବଙ୍କ ମଠରେ ବର୍ଷରେ 2 ଥର 3 ଥର ହୁଏ। ଆମ ଏଇ ଯୋଉ ମଠରେ ଆମେ ଅଛୁ ଏଇ ମଠରେ ହଉଛି ଚୈତ୍ର ପୂର୍ଣ୍ଣିମା। ଆଗାମୀ ଚୈତ୍ର ପୂର୍ଣ୍ଣିମା ଏପ୍ରିଲ 10, 11, 12 3 ଦିନ ଆମର ଏଠି ଉତ୍ସବ ହବ। ଏଠି ଶ୍ରାଦ୍ଧ ଦିବସ ତ ପାଳନ ହଉଥିବ ସେ କେବେ ଶ୍ରାଦ୍ଧ ଦିବସ ତାଙ୍କର ମୁଁ ହୁଏ? ବଧେଇ ଦଉଛି କହୁଛି ଶୁଣ ଦୟାନିଧି ଆଜ୍ଞା ପରମହଂସଙ୍କର ଶ୍ରାଦ୍ଧ ଦିବସ ହଉଛି ଚିତା ଲାଗି ଅମାବାସ୍ୟା। ଚିତା ତାଙ୍କର ଲାଗି ଜନ୍ମ ଶ୍ରାବଣ ଦିବସ ମାସ ହଉଛି ଜନ୍ମାଷ୍ଟମୀ।
ତାଙ୍କର ସିଦ୍ଧି ଦିବସ ହଉଛି ଗୋଷ୍ଠାଷ୍ଟମୀ, ତାଙ୍କର କାୟା ପ୍ରବେଶ ହଉଛି ଅକ୍ଷୟ ତୃତୀୟା। ତେଣୁ ଏଇ ଯୋଉ ପର୍ବ ଗୁଡିକ ଭିତରୁ ଆମର ଗୋଷ୍ଠାଷ୍ଟମୀ, ଅକ୍ଷୟ ତୃତୀୟା ଶ୍ରୀ ଦୟାନିଧି ପରମଦେବଙ୍କର ଉପସ୍ଥିତିରେ ସେଗୁଡା ସବୁ ହଉଥିଲା। ବର୍ତ୍ତମାନ ତାଙ୍କର ଯୋଉ ଶ୍ରାଦ୍ଧ ଦିବସ ବା ତିରୋଧାନ ଦିବସ ଆଉ ଜନ୍ମ ଦିବସ, ଏଇ ଜନ୍ମ ମହୋତ୍ସବ, ତିରୋଧାନ ମହୋତ୍ସବ, ଏଇ ଦିଟା ମହୋତ୍ସବ ଆମର ଶିଷ୍ୟମାନେ ନିଜେ ଯେଝା ଯେଝା ଆଶ୍ରମରେ କରୁଛନ୍ତି। ମୂଳ ଆଶ୍ରମରେ ବର୍ତ୍ତମାନ ତ କେହି ସେମିତି ନାହାନ୍ତି, ଚାଲିଛି ରୁଠୁକି ଯିଏ ଯୋଉ ଆଶ୍ରମରେ ରହିଲେ ସେଇ ଆଶ୍ରମରେ ସେ ସବୁ ପାଳନ କରାଯାଉଛି। ଆଶ୍ରମ ଅନ୍ୟ ଆଡେ ବି ଅଛି ତାଙ୍କର। ଅନ୍ୟ ଆଡେ ମାନେ ଓଡିଶାରେ 25ଟା ଆଶ୍ରମ କରୁଛନ୍ତି। ଶାଖା ଆଶ୍ରମ ଓଡିଶାରେ 25ଟା ଆଶ୍ରମ କରିଛନ୍ତି, କାଲକାଟାରେ କରିଛନ୍ତି, ଆସାନସୋଲରେ କରିଛନ୍ତି, ବିହାରରେ ଅଛି। ତେଣୁ ଆମର ଲକ୍ଷାଧିକ ଗୁରୁ ଭାଇ ମାନେ ମଧ୍ୟ ଅଛନ୍ତି। ଶଙ୍କର ସେ କଣ ଛୋଟିଆ ବୋଲି ତମେ ଭାବୁଛ? ତାପରେ ସେ ହଉଛନ୍ତି ଅଷ୍ଟାଙ୍ଗ ଯୋଗ ସିଦ୍ଧ ପୁରୁଷ। ଅଷ୍ଟାଙ୍ଗ ଯୋଗରେ ସାଧନା, ଅଷ୍ଟାଙ୍ଗ ଯୋଗ ସାଧନା କରିକି ସିଦ୍ଧି ଲାଭ କରିଥିଲେ। 1925 ମସିହା ଗୋଷ୍ଠାଷ୍ଟମୀରେ, କାର୍ତ୍ତିକ ମାସ ଗୋଷ୍ଠାଷ୍ଟମୀରେ ସେ ସିଦ୍ଧି ଲାଭ କଲେ କୋଉଠି? ଯେ କେନ୍ଦୁଝର ଗୋନାସିକା ପାହାଡରେ ସିଦ୍ଧି ଲାଭ କରିଥିଲେ। ହଁ, କୋଉଠୁ କହୁଛନ୍ତି ଆପଣ? ମୁଁ କଟକ ଡିଷ୍ଟ୍ରିକ୍ଟର ଓଡ଼ଶରୁ। ହଁ ହଁ, ହଉ ଆଜ୍ଞା, ରହିଲି। ବୋଲେ ଆଜ୍ଞା ଯୋଉ ଆମର ସନାତନ ଧର୍ମ, ଏ ସନାତନ ଧର୍ମ ମାନେ କଣ? ସନାତନ କହିଲେ ଆମେ କଣ ବୁଝିବା? ସେଇଟା ଟିକେ ମନରେ ସନ୍ଦେହ। ମୁଁ କହିଲି ବାବାଙ୍କୁ ପଚାରି ଟିକେ ବୁଝିବା। ସନାତନ ଧର୍ମ ଅର୍ଥ ମୋ ମତରେ ବୁଝିଲ କି, ଆଜ୍ଞା ସନାତନ ମାନେ ହଉଛି ଚିରନ୍ତନ ବା ଶାଶ୍ୱତ ଧର୍ମ। ଆଜ୍ଞା ଯୋଉ ଧର୍ମ, ଯାହାର ଯୋଉ ଧର୍ମର କ୍ଷୟ ନାହିଁ, ଆଜ୍ଞା ଯୋଉ ଧର୍ମର ସୃଷ୍ଟି ନାହିଁ, ଆଜ୍ଞା ଯୋଉ ଧର୍ମର ବିନାଶ ନାହିଁ, ଆଜ୍ଞା ଯୋଉ ଧର୍ମର ଆଦି ନାହିଁ, ଯୋଉ ଆଜ୍ଞା ଧର୍ମର ଅନ୍ତ ନାହିଁ, ଆଜ୍ଞା ତାକୁ କୁହାଯାଏ ସନାତନ ଧର୍ମ। କଣ ବୁଝିପାରିଲେ ନା? ଆଜ୍ଞା ତେଣୁ ସନାତନ ଧର୍ମ କହିଲେ ଚିରନ୍ତନ ବା ଶାଶ୍ୱତ। ଯୋଉ ଆଜ୍ଞା ଧର୍ମ ସବୁଦିନ ପାଇଁ ଅଛି, ହେଲା କି? ଆଜ୍ଞା ଆଜ୍ଞା ସେ ଧର୍ମର ଧର୍ମୀ କିଏ? ସେ ଧର୍ମର ଧାରକ ପୁଣି ରହିବେ ତ? ଆଜ୍ଞା ଯୋଉ ଧର୍ମ ସବୁଦିନ ପାଇଁ ଅଛି, ଆଜ୍ଞା ଆଉ ଯୋଉ ଧର୍ମର ଧାରକ ସବୁଦିନ ପାଇଁ ଅଛନ୍ତି, ସେ ଆଜ୍ଞା ଧର୍ମ ମଧ୍ୟ ସବୁଦିନ ପାଇଁ ଅଛି। ଆଜ୍ଞା ହେଲା କି? ଆଜ୍ଞା ତମେ ଦେଖ, କୋଉ ଜିନିଷ ପୁରୁଣା ନ ହୁଏ, କୋଉ ଆଜ୍ଞା ଜିନିଷ କ୍ଷୟ ନ ହୁଏ, ଆଜ୍ଞା ହେଲେ କୋଉ ଜିନିଷର ସୃଷ୍ଟି ସ୍ଥିତି ବିନାଶ ନାହିଁ, ଯାହାର ନାହିଁ ସେଇ ହଉଛି ସନାତନ। ଏବଂ ଆଜ୍ଞା ତାର ଧର୍ମଟା ହଉଛି ସନାତନ ଧର୍ମ। ବୁଝିଲେ ନା? ଆଜ୍ଞା ଯେତେବେଳେ ଏ ବିଶ୍ଵ ନଥିଲା ରେ ବାବୁ, ଆତ୍ମା ଥିଲା ବିରାଜିତ, ଏବେ ମଧ୍ୟ ଆତ୍ମା ବିରାଜୁ ଅଛି ରେ, ଭବିଷ୍ୟତ ଥିବ ନିଶ୍ଚିତ। ଆତ୍ମା ଅତୀତରେ ଥିଲା, ବର୍ତ୍ତମାନ ଅଛି, ଭବିଷ୍ୟତରେ ମଧ୍ୟ ରହିବ। ଆଜ୍ଞା ତେଣୁ ଆଜ୍ଞା ଆତ୍ମାର ଧର୍ମ, ଆତ୍ମା ଯେତେବେଳେ ତିନି କାଳରେ ରହୁଛି, ତାଙ୍କର ଧର୍ମ ମଧ୍ୟ ତିନି କାଳରେ ରହିବ। ଆଜ୍ଞା ତେଣୁ ଆତ୍ମାର ଧର୍ମ ଯେତେବେଳେ ତିନି କାଳରେ ରହିଲା, ଆତ୍ମା ବି ତିନି କାଳରେ ରହିଲେ, ତେଣୁ ଆତ୍ମା ଅବିନାଶୀ, ତାଙ୍କର ଆଜ୍ଞା ଧର୍ମ ଅବିନାଶୀ, ଏବଂ ସେଇ ଧର୍ମଟା ହଉଛି ସନାତନ ଧର୍ମ। ଅର୍ଥାତ୍ ସନାତନ ଧର୍ମ କହିଲେ ଆତ୍ମା ଧର୍ମକୁ ସନାତନ ଧର୍ମ କୁହାଯାଏ। ଆଜ୍ଞା, ଆତ୍ମା ସମ୍ବନ୍ଧିତ ଧର୍ମକୁ କୁହାଯାଏ ଆତ୍ମାର ସନାତନ ଧର୍ମ ଧର୍ମ ତ ଆଉ ସନାତନ ଧର୍ମ ତ, ଆଉ ଆତ୍ମା ସମ୍ବନ୍ଧିତ କଣ? ଆତ୍ମାର ଧର୍ମକୁ ସନାତନ ଧର୍ମ କୁହାଯାଏ। ଆତ୍ମା ଯୋଉ ଧର୍ମ, ଆଜ୍ଞା ଆତ୍ମାର ଧର୍ମ କଣ? ନା ଆତ୍ମାର ଧର୍ମ ହଉଛି ଶରୀର ଧାରଣ କରିବା। ଆଜ୍ଞା ତେଣୁ ଶରୀରକୁ ଯେତେବେଳେ ଆତ୍ମା ଧାରଣ କରିଛି, ତେଣୁ ସେ ଶରୀର ଭିତରେ ଆତ୍ମାର ଯୋଉ ଧର୍ମଟା ଅଛି, କେବଳ ସେ ସଦ୍ଗୁରୁ କହିବେ। ତାକୁ ଆତ୍ମାର ଧର୍ମଟା କଣ, ସେଟା କେବଳ ଆଜ୍ଞା ସଦ୍ଗୁରୁ ହିଁ କେବଳ କହିବେ। ଆଜ୍ଞା ଯୋଉ ଧର୍ମ ଚିରଦିନ ପାଇଁ ଚାଲିଛି, ଆଜ୍ଞା ଆବାହମାନ କାଳରୁ ଯୋଉ ଧର୍ମ ଚାଲିଛି, ସେଇଟା ହିଁ ହଉଛି ସନାତନ ଧର୍ମ। ଜୀବର ସୃଷ୍ଟିଠୁ ସଂହାର ପର୍ଯ୍ୟନ୍ତ ଆଉ ଯୋଉ ଜୀବନ ଧର୍ମ। ସୃଷ୍ଟି ପୂର୍ବରୁ ଥିଲା, ଆଜ୍ଞା ସୃଷ୍ଟିରୁ ସଂହାର ଭିତରେ ଅଛି, ସୃଷ୍ଟି ଆଜ୍ଞା ପରେ ମଧ୍ୟ ରହିବ ସେ ଧର୍ମ। ଆଜ୍ଞା ଖାଲି ସୃଷ୍ଟିଠୁ ସଂହାର ଭିତରେ ନୁହେଁ। ଆଜ୍ଞା ତମେ ବୁଝିଲ ନା? ତେଣୁ ଆଜ୍ଞା ତାକୁ କେବଳ ସେଇ ଧର୍ମକୁ ଯୋଉମାନେ ଅନୁସରଣ କରନ୍ତି, ତାକୁ କୁହନ୍ତି ସନାତନ ଧର୍ମୀ। ଆଜ୍ଞା ହିନ୍ଦୁ ମାନେ କେବଳ ସେଇ ଧର୍ମକୁ ଅନୁସରଣ କରନ୍ତି, ଆଜ୍ଞା ତେଣୁ ତାଙ୍କୁ କୁହାଯାଏ ସନାତନ ଧର୍ମୀ। ଆଜ୍ଞା ତେଣୁ ସନାତନ ଧର୍ମୀର ମୁଖ୍ୟ ହଉଛନ୍ତି ଅବଧୂତ କର୍ମୀ ମାନେ। ଆଜ୍ଞା ଅବଧୂତ କର୍ମୀ ମାନେ ସନାତନ ଧର୍ମକୁ ଧରନ୍ତି। ଅବଧୂତ କେତେ ପ୍ରକାର? ନା 4 ପ୍ରକାରର। ଗୋଟେ ଆଜ୍ଞା ଅନିଷ୍ଟ ଅବଧୂତ, ଗୋଟେ ବ୍ରହ୍ମ ଅବଧୂତ,
गोटे श्मशान अवधूत गोटे राज अवधूत अलेख कर्मी जो माने रहिले से माने अलेख धर्मी नुहे अलेख कर्मी जो माने रहिले से माने होचंदी सनातन धर्मी अवधूत कर्मी जो माने ब्रह्म अवधूत कर्मी रहिले सी भी सनातन धर्मी कौन बुझिपारे कि ये सनातन धर्म को छाड़ी देकी जो शाश्वत धर्म को छाड़ी देकी जो माने अन्य बाटरे जाउचंदी से माने को कहा जाए विधर्मी तेणु प्रकृत धर्म से माने पालन करते नहीं कि जानते नहीं कहीं सनातन धर्मटा हिंदू मुसलमान ख्रिस्टियान जैन बौद्ध जेते रहिले है कि समस्तंकर से सनातन धर्म कहीं ना सनातन धर्म द्वारा प्राणी बंचिकी रही कई मुसलमान जने सी कहे ना ना मु निश्वास मारिबी नहीं हिंदू माने मारुचंती निश्वास मु निश्वास मारिबी नहीं कहि परिबो कि तेणु जेतले निश्वास समस्ते मारुचंती सी भी मारुचंती सर्वथ समान धर्म से भली आखिर धर्म जो धर्मी जो आखिर धर्म आखिरे हिंदू देखे मुसलमान देखे समस्ते देख कान रे समस्ते शुणती के पार्टी रे शुणे ना पार्टी रे कहती के कान रे कहे ना कौन बुझिपारे इंद्रिय धर्म जेहेतु सबु प्राणीर समान गाई गोरु मनुष्य छेली मंडा समस्ते ही केवल आखिरे ही देखती कौन कान रे शुणती तेणु इंद्रिय धर्म जेहेतु सबु प्राणी मानकर समान है इंद्रियातीत धर्म हूँ सनातन धर्म सी भी समस्त धर्म कर सबु धर्मी मानकर समान लोक मैंने खाली कहते मु हिंदू मु ख्रिस्टियान मु बौद्ध मु जन ये सब गोटे गोटे कर्मर भेद किंतु देखिया गले सनातन धर्म हूँ एक तेणु भेद दृष्टि सुजु अच्छी दुखर कल्पना तार अव्यर्थ औषध अद्वय भावना यही सनातन विषय रे ठाकुर श्री श्री दयानिधि परमहंसदेव कौन कहते शुण बाहर अति सरस भीतर दुर्गंध पुतिगंध नरके पूरी अछि तोर हृदय एथिपाई एते दंभ स्वदेहे चलिबु स्वर्ग एत संभव अजर अमर हेबु नामामृते रसी जेउ पद ध्याउछंती सदा काशीवासी पश से पदे शरण लोभ मोह निष्पेषित हेउ कारण मानव गोटिए जाति धर्म एक थिले मतांतर हुअंता कि एही जगतरे होई थांतु भाई भाई हिंदू मुसलमान ख्रिस्टियान काई पाई ईश्वर अटंती एक नुहे अन्य अन्य विभिन्न मतवाद रे पृथ्वी उछन लागे कीटना ओटरा धर्म नाबे बसी सर्वे तरी जीवा परा यार इंग्राजी अर्थ मध्य मु कहूँ तुम शुण तार इंग्राजी रे अनुवाद है आउटर वेरी अट्रैक्टिव इनर रटन मोर योर हार्ट इज फिल्ड अप फिल्दी हेली स्कोर so pride for this do you live forever go to heaven with liberty no not never most immortal young yourself drink the nectar name data minding scholars always living social game take surrender are those fit take quickly take greedy attachment make powerless make hastily make if humanity one and humanism one why so much discrimination no it is none we would have a co-brother thinking thoughts same why does Muslim Christian Hindu demand different name God is one and same for all no separate world vibrate with different call oh what does this there indeed mean all by the virtuous boat cross the sea of sin तेणु जे श्री दयानिधि परमहंसଙ୍କର ये जो वाक्य जे सनातन धर्म हेउची समस्तंकर धर्म यह होची ताको लेखार एकमात्र प्रमाण सनातन धर्म को धर कौनसी धर्मर भेदभाव रखना हिंदू मुसलमान जैन ये माने सब मोटे भेद दृष्टि रखना बोले कि तेणु ताने जदि धर्म होची गोटिए हैला
ତେଣୁ ଆମେ ସମସ୍ତେ ତ ଭାଇ ଭାଇ ହିନ୍ଦୁ ମୁସଲମାନ କୋଉଥିପାଇଁ ଆମେ ମାନେ କେବଳ ମାନେ ନିଚ ଦୃଷ୍ଟିରେ ଆମେ ମାନେ ଲୋକମାନଙ୍କୁ ସବୁ ଦେଖିକିରି ଆମର ସବୁ ବେଦ ଦୃଷ୍ଟି କରୁଛନ୍ତି। ନହେଲେ ସନାତନ ଧର୍ମ ହଉଛି ସନାତନ ଧର୍ମ ଯାହାକୁ କହିଲ ସନାତନ ଧର୍ମ ହଉଛି ଏଇଆ। ଆଉ ତାର ପ୍ରକୃତ ସ୍ୱରୂପ ଯିଏ ସେ ସ୍ୱରୂପଟା କେବଳ ସଦ୍ଗୁରୁ କହିଦେବେ ଆହୁରି କ୍ଲିୟର କରିଦେବେ ସଦ୍ଗୁରୁ ପାଖରେ। ଆଉ ବାକ୍ୟରେ କିନ୍ତୁ କହିବାଟା ବୁଝେଇବାଟା ହେଇପାରିବନି ସେଗୁଡାକ ସେ ସବୁ କର୍ମର କଥା। ତେଣୁ ଗୁରୁ ହିଁ କେବଳ ସନାତନ ଧର୍ମକୁ ବୁଝେଇବ। ବାୟୁ ସାଧନାରୁ ସରିଛି ପାଠ ତୁଳସୀ ଗଛରୁ ସରିଛି କାଠ। ସନାତନ ଧର୍ମ କେବଳ ପବନ ସାଧନା ଦ୍ଵାରା ହିଁ ସମ୍ଭବ। ଆଜ୍ଞା ହଉ ଆଜ୍ଞା ରହୁଛି। ହଉ ହଉ।